ଓଡ଼ିଆ ଗଳ୍ପ ଜଗତର କଥା ସମ୍ରାଟ କହିଲେ ଫକୀର ମୋହନ ସେନାପତିଙ୍କୁ ହିଁ ବୁଝାଯାଏ। ତାଙ୍କ ଗଳ୍ପରେ ଭରି ରହିଛି ଓଡ଼ିଆର ପ୍ରତି ପୁରପଲ୍ଲୀର ଗାଥା, ପ୍ରତି ପୁରପଲ୍ଲୀରେ ଘଟି ଯାଉଥିବା ଘଟଣାବଳୀ। ସେହି ଘଟଣାବଳୀଗୁଡ଼ିକୁ ସେ ନିଜର ଗଳ୍ପ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଗପମାନଙ୍କ ମଧ୍ୟରୁ ଏକ ଅନ୍ୟତମ ତଥା ପ୍ରସିଦ୍ଧ ଗଳ୍ପ ହେଉଛି ରେବତୀ। ଏହି ଗଳ୍ପଟି ରେବତୀ ନାମୀ ବାଳିକାକୁ କେନ୍ଦ୍ର କରି ଗଢ଼ି ଉଠିଛି। ଆସନ୍ତୁ ଜାଣିବା ରେବତୀ ଗଳ୍ପଟି କ'ଣ ଏବଂ ସମ୍ପୂର୍ଣ୍ଣ ରେବତୀ ଗଳ୍ପଟି। ରେବତୀ ଫକୀର ମୋହନ ସେନାପତି। କଟକ ଜିଲ୍ଲାର ହରିହରପୁର ପ୍ରଗଣା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର, ଆଗିଲି ପିଛିଲି 4 ବଖରା ଖଞ୍ଜା ପାଚିରି, ଚଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର, ପଛକୁ ବାଡ଼ି ଦୁଆର। ଦାଣ୍ଡ ଦୁଆର ମେଲା ଘରେ ଦାଣ୍ଡ ଲୋକ ବସା ଉଠା କରନ୍ତି। ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ 2 ଟଙ୍କା ଦରମା ଛାଡ଼ି ପାଉତି ବିଶୋଧନୀ, ବାହା ଲହଣା ଇତ୍ୟାଦିରୁ 2 ପଇସା ହାତ ପଇଠ ହୁଏ। ସବୁ ମିଶାଇଲେ ମାସକୁ 4 ଟଙ୍କାରୁ ଊଣା ହେବ ନାହିଁ। ସଂସାର ଏକରକମ ଚଳେ। ଏକରକମ କିଆଁ ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗ ମୁଗ ଛାଡ଼ି ସଜନା 2 ଗଛ, ଘରେ ଲଗା ପଡ଼ିଆ, ବରଷ ବିଆଣୀ ଗାଈ 2ଟା ବନ୍ଧା, ଦୁଧ ଟିକିଏ, ଚଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଇ ଘଷି ପାରିଦିଏ। କାଠ କିଣା ବାଧେ ନାହିଁ। ଜମିଦାର 3.5 ମାଣ ଜମି ଚଷିବାକୁ ଦେଇଛନ୍ତି। ଧାନ ବଳେ ନାହିଁ କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ। ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପର ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ। କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ। ସେ 4 ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ବଳେ ଚାଳରେ ଗୁଞ୍ଜି ଦେଇଯାଏ। ଜମିଦାର ପିଆଦା ଆସିଲେ ଗାଁକୁ ଛାଡ଼େ ନାହିଁ। ଆପେ ହାତ ଓଠ ଧରି ଧୂଆଁଖିଆ 2 ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁଙ୍କ ଘରେ ଖାଇବାକୁ କୁଟୁମ୍ବ 4 ଜଣ। ଆପେ 2 ପରାଣୀ, ମା ବୁଢ଼ୀ, 10 ବରଷର ଗୋଟିଏ ଝିଅ। ଝିଅର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି କୃପାସିନ୍ଧୁ ବଦନ ପଢ଼ନ୍ତି। କୃପାସିନ୍ଧୁ ଭଜନ ଗାଏ, ଆଉ ଭଜନ ମଧ୍ୟ ଗାଏ। କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ। ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି। ତା ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପ ପାଖରେ ବସି ଭଜନ ଗାଇଲେ ଗାଁର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପ ପାଖରୁ ଗୋଟିଏ ଭଜନ ଶିଖିଥିଲା। ସେଇଟି ଗାଇଲେ ଶ୍ୟାମବନ୍ଧୁ ଭାରି ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ। ରେବତୀ ଗାଏ। କାହାକେ କରିବି ଗୁହାରି, ତୁମେ ନ ଚାହିଁଲେ ନାଥ ଗରିବ ଜୀବ ସରି। କର ବା ନ କର ତ୍ରାଣ, ପଦେ ସମର୍ପିଛ ପ୍ରାଣ। ହୃଦେ ଅଛି ତମ ନାମ ଧରି, ତୁମ ବିନା ତ୍ରିଜଗତ ଶୂନ୍ୟ ହେ ହରି। ଶୀତଳ କର ଜୀବନ, ପ୍ରେମାମୃତ ଦାନ କରି। 2 ବରଷ ତଳେ ସ୍କୁଲ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ କେତେଜଣ ଲୋକ କୁହାପୋଛା କରିବାରୁ ଦୀପଟି ବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କଠାରୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଛନ୍ତି। ଶିକ୍ଷକଙ୍କ ମାସକୁ 4 ଟଙ୍କା। ଏହି 4 ଟଙ୍କା ସରକାରରୁ ମିଳେ। ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗରୁ ଉତ୍ତୀର୍ଣ୍ଣ ଛାତ୍ର। ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସବୁ ସୁନ୍ଦର। ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ 20। ସୁନ୍ଦର ରୂପ, ଯେମତେ ଗୋଟିଏ ଚାଉଳରେ ଗଢ଼ା। ପିଲାଦିନେ ପିହୁଳା ରୋଗ ହୋଇଥିଲା। ତା ମା
ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା। ସେ ଚିହ୍ନ ଆଜି ଯାଏଁ ଅଛି। ହେଲେ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ ମାମୁଁ ଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, ବାପା ବାସୁ, ସଞ୍ଜବେଳେ ଟିକେ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି। ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟିଏ ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରୁ ଦେଖିଲେ ବାସୁ ଭାଇ ଅଇଲେ ବୋଲି ରେବତୀ ପାଟି କରି ବାପାକୁ କହେ। ରେବତୀ ସଞ୍ଜବେଳେ ବାପା ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନ ଗୁଡ଼ିକୁ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ଏକଥା ସେକଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି। ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆଁ ଶିଖନ୍ତି। ସେହି ଦିନଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲେ। ବାସୁ ଶ୍ୟାମବନ୍ଧୁଙ୍କୁ ପିତୃତୁଲ୍ୟ ମାନେ। କହିଲା, ଆଜ୍ଞା, ମୁଁ ସେଇ କଥାଟା କହିବି ହେଉଥିଲି। ଦୁଇ ଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା। ଦୁଇ ଚିଲ୍ଲାରେ ଘର ଭିତରକୁ ଯାଇ ମା ଆଉ ଜେଜିକୁ ମୁଁ ପାଠ ପଢ଼ିବି ଖବର ଦେଲା। ମା କହିଲେ, ହଉ ପଢ଼ିବୁ। ଜେଜି କହିଲେ, ପାଠ କ'ଣ ଲୋ, ମାଇକିନିଆ ଝିଅଟା, ପାଠ କ'ଣ? ରନ୍ଧାବଢ଼ା ପିଠାପଣା କରି ଶିଖ, ଝୋଟି ଦିଆ ଶିଖ, ଦହି ମୁଆଁ ଶିଖ, ପାଠ କ'ଣ? ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବ କାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି। ରେବତୀ ସାଙ୍ଗରେ ବସି ଖାଉଛି। ବୁଢ଼ୀ ଆଗରେ ବସି ଭାତ ପୁଞ୍ଜାଏ ଆଣ୍, ଡାଲି ପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ କଥାରେ ବୁଢ଼ୀ କହି ବସିଲେ, ହଁ ରେ ଶ୍ୟାମ, ରେବି ପାଠ ପଢ଼ିବ। ପାଠ କ'ଣ ରେ? ତିରିଲା ଝିଅର ପାଠ ପଢ଼ା କ'ଣ? ଶ୍ୟାମବନ୍ଧୁ କହିଲେ, ହେଉ କହୁଛି ତ ପଢ଼ୁ। ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି। ରେବତୀ ଭାରି ଖପା ହୋଇଯାଇ ଜେଜିକୁ ଗାଳି ଦେଇ କହିଲା, ଯାଲୋ ବୁଢ଼ୀ ଡୁଗୁରିଟା। ତାହା ବାଦ ଅଳି କରି ବାପାଙ୍କୁ କହିଲା, ନା ବାପା, ମୁଁ ପାଠ ପଢ଼ିବି। ଶ୍ୟାମବନ୍ଧୁ କହିଲେ, ହଁ ତୁ ପଢ଼ିବୁ। ସେଦିନ କଥା ଏତିକି। ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାବର ମୂଳ ପୁଡ଼ାଠାରୁ ଶେଷ ପୁଡ଼ା ଯାଏ ଓଲଟାଇ ଦେଖିଲା। ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା। ରାଜାମାନେ ହାତୀ ଘୋଡ଼ାମାନ ବାନ୍ଧି ଖୁସ୍ ହୁଅନ୍ତି। କେହି ହାତୀ ଘୋଡ଼ା ଚଢ଼ି ଖୁସି ହୁଏ। ଆମ ରେବି ଛବିଟା ଦେଖି ଖୁସି। ରେବି ଧାଇଁ ଯାଇ ମାଆକୁ କିତାବର ଛବି ସବୁ ଦେଖେଇଲା। ତାହା ବାଦ ଜେଜିକୁ ଦେଖେଇଲା। ଜେଜି କିଞ୍ଚିତ୍ ବିରକ୍ତ ହୋଇ କହିଲା, ହଁ ଯା। ରେବି ତାକୁ ଦୂର ଗାଳି ଦେଇ ଫେରି ଆସିଲା। ଆଜି ଦିନଟି ଭଲ, ଶ୍ରୀପଞ୍ଚମୀ। ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି। ବାସୁ ଭାଇ ଆସିଲେ କିତାବ ପଢ଼ାଇ ଦେବ। ବୁଢ଼ୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ହୋଇନାହିଁ। ବେଳ 6 ଘଡ଼ି ସମୟରେ ବାସୁ ଯାଇ ପଢ଼େଇ ଦେଲା। ସ୍ୱରେ ଅ, ସ୍ୱରେ ଆ, ହ୍ରସ୍ୱ ଇ, ଦୀର୍ଘ ଇ, ହ୍ରସ୍ୱ ଉ, ଦୀର୍ଘ ଉ ଇତ୍ୟାଦି। ପ୍ରତିଦିନ ପଢ଼ା ଚାଲିଲା। ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇ ଦିଏ। 2 ବରଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି। ମଧୁରାଙ୍କ ଛାନ୍ଦମେଳା ପଢ଼ିଯିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ। ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା ପୁଅ 2 ଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧ କରୁ କିଛି କଥା ହୋଇଥିଲା। ଆଜି ସେଇ କଥାର ଉପସଂହାର। ଶ୍ୟାମବନ୍ଧୁ କହୁଛନ୍ତି, କି ମା, ଭଲ ହେବ ନାହିଁ କି? ବୁଢ଼ୀ କହିଲେ, ହଁ ଭଲ ହେବ। ଜାତି କଥାଟା ବୁଝିଛୁ ନା? ଶ୍ୟାମବନ୍ଧୁ, ମୁଁ ଆଜି ଯାଇ ଆଉ କ'ଣ ବୁଝୁଥିଲି?
ଭଲ କରଣ, ଗରିବ ପୁଅ, ହେଲେ କ'ଣ ହେବ, ଜାତି ଭଲ। ବୁଢ଼ୀ, ଧନ ଦୌଲତ ନାହିଁ ବିଚାର, ଜାତି କଥାଟା ଆଗେ ପଚାର। ଘରେ ରହିବ ତ? ଶ୍ୟାମବନ୍ଧୁ, ଘରେ ନ ରହି କୁଆଡ଼େ ଯିବ? ହଜାର ହେଲେ ମାମୁଁ ମାଇନା, ଆଉ କ'ଣ? ରେବତୀ ପାଖରେ ବସି ଭାତ ଖାଉଥିଲା। ଏହି କଥାର ମର୍ମ ସେ କ'ଣ ବୁଝିଲା ସେ ଜାଣେ। ମାତ୍ର ସେହି ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁ। ତାକୁ ବାପା ଆଗରେ ବାସୁଭାଇ ପଢ଼ାଇ ଦେଲେ କିପରି ଗୋଟିଏ ଲାଜ ମାଡ଼େ। ଅକାରଣ ସକାରଣ ସବୁବେଳେ ହସ ମାଡ଼େ। ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହଁ କରେ। ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡ ଦୁଆର କବାଟକୁ ଧରି କାହାକୁ ଚାହିଁଥାଏ। ବାସୁ ଆସିଲେ ଘରକୁ ପଳାଏ। ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ। ଦେଖୁ ଦେଖୁ ପଞ୍ଚମୀକୁ ପଞ୍ଚମୀ 2 ବରଷ ହୋଇଗଲାଣି। ବିଧାତାଙ୍କର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣ ମାସିଆ ଦିନ, କାହିଁ କିଛି ନାହିଁ। ଅଚାନକ କାହୁଁ ବାଡ଼ି ଆସିଲା। ସକାଳେ ଗ୍ରାମରେ ଶୁଣାଗଲା ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିକୁ ବାଡ଼ି ଧରିଛି। ମଫସଲ ଗାଁରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି, ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାରି ଆସିବାର ନାହିଁ। ମାଇକିନିଆ ଦୁଇଟା କ'ଣ କରିବେ? ପିଲାଟା ଡକା ପଡ଼ି ଘର ବାହାର ହେଉଛି। ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ। ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ। ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ। ବେଳ 3 ପହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, ବାସୁ ଗଲା। ବାସୁ ଭୋ ଭୋ କରି ଡକା ପଡ଼ିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ। ଦେଖୁ ଦେଖୁ ସଞ୍ଜ ବେଳକୁ କିଛି ନାହିଁ। କ'ଣ କରିବେ? ବାସୁ କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ। ଗ୍ରାମର ବନଶେଠି ଧୋବା ଜଣେ ଜାଣିବା ଶୁଣିବା ଲୋକ। ତା ଦେହକରେ 50 କି 60 ପାର କଲାଣି। କାଲି କହିଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ। ଲୁଗାପଟା 2 ଖଣ୍ଡ ମଧ୍ୟ ମିଳିବାର ଭରସା। ଗାମୁଛାଟାଏ ଅଣ୍ଡାରେ ଭିଡ଼ି ଦେଇ କୁରାଢ଼ିଟିଏ କାନ୍ଧରେ ପକାଇ ହାଜର ହୋଇଗଲା। ଗ୍ରାମରେ କରଣ ସେହି ଘରକ। ଶାଶୁ, ବୋହୂ, ବାସୁଦେବ 3 ଜଣ ଧରାଧରି କରି କର୍ମ ଚଳାଇଲେ। ଶ୍ମଶାନରୁ ଫେରି ଆସିଲା ବେଳକୁ କୁଆଁ ତାରା ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀ ମା ପୋଖରୀ ପାଣି ଗଲା। ଦେଖୁ ଦେଖୁ ଦିନ 2 ପହର ବେଳେ ଗ୍ରାମରେ ହାଟ ହେଲା। ରେବତୀ ମା ନାହିଁ। ଦିନ ଚାଲିଯାଏ, କାହାରି ଲାଗି ଦିନ ବସି ରହେ ନାହିଁ। କାହାରି ପାଲିଙ୍କି ଉପରେ ପାଟ ଛତା, କାହାର ବେଡ଼ି ଉପରେ କୋରଡ଼ା। ଦିନ ଯାଉଛି ସମସ୍ତଙ୍କର, ଯିବ ବି ସମସ୍ତଙ୍କର। ଦେଖୁ ଦେଖୁ 3 ମାସ କଟିଗଲାଣି। ଶ୍ୟାମବନ୍ଧୁଙ୍କ ଘରେ 2 ଗୋଟି ଗାଈ ଥିଲେ। ତହବିଲ ବିକି ଟଙ୍କା ସକାଶେ ଜମିଦାର ଘର ଲୋକ ଆସି ବାନ୍ଧି ନେଇଗଲେ। ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବ ନିର୍ମାଲ୍ୟ ପରି ଜ୍ଞାନ କରେ। ଟଙ୍କାଟିଏ ଅସୁଲ ହେଲେ ଜମିଦାର ଘର କଚେରୀରେ ପୈଠ ନ କରିବା ଯାଏ ତାହାର ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନଥାଉ, ଗାଈ 2ଟି ବଡ଼ ଦୁଧିଆଳି। ଏକଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା। ତାହା ଛଡ଼ା ଜମିଦାର ଚଷିବାକୁ ଯେ 3 ମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି। ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳ ପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା। ବଳଦ 2ଟା 17.5 ଟଙ୍କାରେ ବିକା ଯାଇଥିଲା। 2 ଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟା ବଟା କରି ମାସେ ଚଳିଲା। ଆଜି ଢାଳଟା, କାଲି ପିତଳଟା, ବିକାବଟା ବନ୍ଧା ଛନ୍ଦାରେ ଆଉ ମାସେ ଗଲା। ବାସୁ 2 ଓଳି ଦୁଆରକୁ ଆସେ। ରାତି ଘଡ଼ିଏ ଯାଏ ଥାଏ। ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି ଟଙ୍କା ପଇସା ଦେଲେ ଆଈ ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ।
ବୁଢ଼ୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ। ସେ 2 ପଇସାର ସଉଦାରେ 8-10 ଦିନ ଚଳିଯାଏ। ଘରର ଚାଳ ଉଡ଼ିଗଲାଣି। ଛାଉଣି ଦରକାର। ବାସୁ 2 ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇ ଅଛି। ଶରଣ ହେବାରୁ ଛପରବନ୍ଦୀ ହୋଇପାରି ନାହିଁ। ବୁଢ଼ୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ। କେବଳ ସଞ୍ଜ ହେଲେ ବସି କାନ୍ଦେ। କାନ୍ଦି କାନ୍ଦି ତଳେ ପଡ଼ିଯାଏ। ସେଇଠାରେ ରାତି କଟେ। ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ। ବୁଢ଼ୀ ଆଖିକି ଏବେ ଭଲ ଦିଶୁନାହିଁ। ବାଇଆଣୀ ପରି ହୋଇଗଲାଣି। ଏବେ ସେ କାନ୍ଦିବାର ଉଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି। ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା, ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିର ସିଦ୍ଧାନ୍ତ କରିସାରିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା। ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀ ଉଡ଼ି ବୁଢ଼ୀ ଆଖିକୁ ଦିଶୁନାହିଁ। ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ 2 ଧାର ଲୁହ ବୋହି ଯାଉଥାଏ। ଡରରେ ବୁଢ଼ୀ ପାଖରେ ଛିଡ଼ା ହୋଇପାରେ ନାହିଁ। ବାଡ଼ି ଦୁଆରେ ନଇଲେ ଘର କୋଣରେ ମୁହଁ ଘୋଡ଼ାଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ। କାରଣ ରେବତୀ ତ ଏତେ ଦିନ ଯାଏ ପଢ଼ି ନଥିଲା। ସେ ଆସି ସିନା ପଢ଼ାଇ ଦେଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ। ବାସୁ ନ ହେଲେ ଘର ଦଣ୍ଡେ ଅଚଳ। ପୁଣି ଜମିଦାର ଘର ଲଟ ଛିଡ଼ି ନାହିଁ। ଜମିଦାର ଘର ଲୋକ ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ। ବାସୁ ନ ହେଲେ ପାଞ୍ଜି ବିଡ଼ାରୁ ପଢ଼ି ପତର କାଢ଼ିଦେବ କିଏ? ବାସୁ ନଥିବା ବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ। ରେବତୀ ଆଉ ଏଣିକି ସେହି ଗୃହ ପ୍ରାଙ୍ଗଣ ସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ। ତାହା ପାଟି ଆଉ କେହି ଶୁଣି ନାହିଁ। ବାପା ମା ଗଲା ଦିନୁ ତାକୁ ଦାଣ୍ଡ ଦୁଆରେ ଆଉ କେହି ଦେଖି ନାହିଁ। କେତେ ଦିନ ଯାଏ ଭୋ ଭୋ କରି ଡକା ପାରୁଥିଲା। ଏବେ ଆଉ ପାଟି କରି କାନ୍ଦେ ନାହିଁ। ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟି ସାନ ସାନ ନୀଳ କଇଁ ପରି ପାଣିରେ ଢଳ ଢଳ ହେଉଥାଏ। ତାହାର କ୍ଷୁଦ୍ର ପ୍ରାଣ ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି। ତା ପକ୍ଷରେ ବର୍ତ୍ତମାନ ଦିନ ରାତି ସମାନ। ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧକାର ନାହିଁ। ସମସ୍ତ ଜଗତ ଶୂନ୍ୟ। କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି। ମା ଏହିଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି। ତା ଆଖିରେ କେବଳ ଏହି 2ଟା ଦିଶୁଅଛି। ବାପା ମା ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ। ଏକଥା ସେ ବିଶ୍ୱାସ କରିପାରୁନାହିଁ। ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ। ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ। ଜେଜେମା ଡରରେ ଖାଇବାକୁ ବସେ, ଭୂଇଁରୁ ପ୍ରାୟ ଉଠେ ନାହିଁ। ଶ୍ୟାମବନ୍ଧୁ ମରିବାର ଆଜିକୁ ହାତ ଗଣତିରେ 5 ମାସ। ଜ୍ୟେଷ୍ଠ ମାସିଆ ଦିନ, ଠିକ୍ ଦିନ 2 ପହରରେ ବାସୁ ଦୁଆରେ ଡାକିଲା। ଏତେବେଳେ ସେ କୌଣସି ଦିନ ଆସେ ନାହିଁ। ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା, ଜେଜେମା, ଦୀପଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ। ସବୁ ସ୍କୁଲର ପିଲାମାନେ ଯିବେ। ମୋ ପାଖକୁ ଚିଠି ଆସିଛି। ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି। 5 ଦିନ ଲାଗିବ। ରେବତୀ କବାଟ କଣରେ ଛିଡ଼ା ହୋଇ ଶୁଣୁଥିଲା। ଲଥ୍ କରି ବସି ପଡ଼ିଲା। ଭାଗ୍ୟେ କବାଟ ଧରିଥିଲା, ନଇଲେ ପଡ଼ି ଯାଇଥାନ୍ତା। ବାସୁ 5 ଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇଦେଇ ବୁଢ଼ୀକୁ ଜୁହାରଟିଏ ହୋଇ ଶନିବାର ମୁହଁ ସଞ୍ଜ ବେଳେ ବାହାରିଲା। ବୁଢ଼ୀ କହିଲା, ବାପ, ଖରାରେ ବୁଲିବୁ ନାହିଁ। ଦେହ ପାଆକୁ ଚାହିଁବୁ। ବେଳରେ 2ଟା ତୁଣ୍ଡରେ ଦେବୁ। ଏହା କହି ନିଶ୍ୱାସଟାଏ ପକାଇଲା। ରେବତୀ ଏକ ଧ୍ୟାନରେ ବାସୁକୁ ଚାହିଁଥାଏ। ଆଜିକା ଚାହାଣି ଅନ୍ୟ ରକମ। ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା। ଆଜି ସେ ଭାବ ନାହିଁ। ଏକ ଧ୍ୟାନରେ ବାସୁକୁ ଚାହିଁ ରହିଛି। ବାସୁର ମଧ୍ୟ ଆଜି ଆଗକା ଚାହାଣି ନୁହେଁ। ଆଗେ ବାସୁର ଯେମନ୍ତେ ଖୁବ୍ ଇଚ୍ଛା ରେବତୀକୁ ଭଲ କରି ଦେଖିବ, କିନ୍ତୁ ଅନାଇ ପାରେ ନାହିଁ। ଆଜି 4 ଚକ୍ଷୁର ମିଳନ। ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲିଗଲାଣି। ଆଉ ଦିନ ନାହିଁ। ଘର ବାହାର ଅନ୍ଧାର ପୂରିଗଲାଣି। ରେବତୀ ଯେପରି ଚାହିଁଥିଲା ସେହିପରି ଚାହିଁଅଛି। ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା। ଘର ବାହାର ସମସ୍ତ
ଅନ୍ଧକାରମୟ। ରେବତୀ ବସି ଦିନ ଗଣୁଛି। ଆଜି 6 ଦିନ। ବାପ ମା ଗଲା ଦିନୁ ଦାଣ୍ଡ ଦୁଆର ଦେଖିନଥିଲା। ଆଜି ସକାଳୁ ଦାଣ୍ଡ ଦୁଆରେ 2 ଥର ମୁହଁ ମାରି ଗଲାଣି। ବେଳ ଅନ୍ଦାଜ 6 ଘଡ଼ି। ହରିପୁରରୁ ସ୍କୁଲ ପିଲାମାନେ ଫେରି ଆସିବା ମାତ୍ରେ ଲୋକେ ବୋଲାବୋଲି ହେଲେ। ହରିପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା। 4 ଥର ପୋଖରୀ ପାଣି ହେଲା। ଅଧରାତି ବେଳେ ଚାଲିଗଲେ। ଗ୍ରାମ ଲୋକମାନେ ହାୟ ହାୟ କଲେ। ପୁଅ ଝିଅ ମା ମାଇକିନିଆମାନେ ପାଟି କରି କାନ୍ଦ ପକାଇଲେ। କେହି କହିଲା, ଆହା କି ରୂପରେ, କେହି କହିଲା କି ଧୀରରେ, କେହି କହିଲା ଦଣ୍ଡରେ ଚାଲି ଯାଉଥିବ ସେ, ମାଛିଟିକି ମୋରେ କହିବ ନାହିଁ। ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା। ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠରୋଧ ହୋଇଗଲା। ଆଉ କାନ୍ଦି ପାରିଲା ନାହିଁ। ଶେଷରେ ଉଠି କହିଲା, ଆହା ବାପ, ବିଦେଶକୁ ଆସି ଆପଣା ବୃଦ୍ଧିରେ ପ୍ରାଣ ହରେଇଲୁ ରେ। ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା। ନଇଲେ କେବେ ମରି ନଥାନ୍ତା। ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି। ସୋର ଶବ୍ଦ ନାହିଁ। ସେଦିନ ଗଲା। ତହିଁ ଆର ଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା, ଲୋ ରେବି, ଲୋ ରେବି, ଲୋ ନିଆଁ, ଲୋ ଚୁଲି, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ବାୟାଣୀ ପରି ହୋଇଗଲାଣି। କାନ୍ଦ ବୋବଳି ନାହିଁ। କେବଳ ରାଗରେ ଦିନ ରାତି ରେବତୀକୁ ଗାଳି। ପଡ଼ିଶା ଲୋକେ, ଦାଣ୍ଡ ଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ଆଖିକୁ ଦିଶୁନାହିଁ। ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା। ଡାକିଲା। ଜବାବ ନ ପାଇ ତା ଦେହରେ ହାତ ବୁଲାଇ ଦେଖିଲା। ଭାରି ଜ୍ୱର। ଦେହରୁ ନିଆଁ ବାହାରୁଛି। ଜ୍ଞାନ ନାହିଁ। ବୁଢ଼ୀ ଢେର ବେଳ ଯାଇ ବସି କ'ଣ ପାଞ୍ଚିଲା। କ'ଣ କରିବ, କାହାକୁ ଡାକିବ? ମନ ଭିତରେ ଜଗତ ସଂସାର ଖୋଜିଲା। ପାଖରେ କାହାକୁ ଦେଖିଲା ନାହିଁ। କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା, ଯାହା ଆପଣ କିଆଁ, ତହିଁକି ଇଲାଜ କିଆଁ? ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜ୍ୱର ହେଲା, ମୁଁ କ'ଣ କରିବି? ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, 4 ଦିନ ଗଲା, 5 ଦିନ ମଧ୍ୟ ଗଲା। ରେବତୀ ମାଟିରେ ଲାଗିଯାଇଛି। ଆଖି ଫିଟାଇ ନାହିଁ। ଡାକିଲେ ଉତ୍ତର ନାହିଁ। ଉଁଚୁ ହେବାକୁ ମଧ୍ୟ ନାହିଁ। ଆଜି 6 ଦିନ ହେଲା। ରେବତୀ ସକାଳୁ 2-4 ଥର ପାଟି କଲାଣି। ବୁଢ଼ୀ ପାଟି ଶୁଣି ପାଖକୁ ଗଲା। ଦେହରେ ହାତ ବୁଲାଇ ଦେଖିଲା। ଗୋଡ଼ ହାତ ଶୀତଳ। ଡାକିଲେ ହୁଁ ହୁଁ ଜବାବ ଦେଲା। କଟମଟ କରି ମୁହଁକୁ ଚାହୁଁଅଛି। କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି। କୌଣସି କବିରାଜ ଦେଖିଲେ ତୃଷ୍ଣାଦାହ ପ୍ରଳାପଶ୍ଚ ଇତ୍ୟାଦି ଶ୍ଲୋକ ପଢ଼ି କହନ୍ତେ, ଶନିପାତସ୍ୟ ଲକ୍ଷଣ। ମାତ୍ର ବୁଢ଼ୀ କିଛି ଖୁସି ହେଲା। ଦେହରେ ତାତି ନାହିଁ। କଥା କହୁନଥିଲା। ପାଟି ଫିଟାଇଲାଣି। ଚାହୁଁ ନଥିଲା। ଆଖି ଫିଟାଇଲାଣି। ପାଣି ପିଇବାକୁ ମାଗିଲାଣି। 6 ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ। 4ଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। ତୁ ଶୋଇଥା, ମୁଁ 4ଟା ପଥି ରାନ୍ଧି ଆଣେ। ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ'ଣ? ଘରେ ପାଛିଆ କୁଣ୍ଡେଇ ହାଣ୍ଡି ଆଟିକା ସବୁ ଖୋଜିଲା। ମୁଠାଏ ଚାଉଳ ପାଇଲା ନାହିଁ। ନିଶ୍ୱାସଟାଏ ପକାଇ ଘଡ଼ିଏ ବସିଲା। ବାସୁ 5 ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା। ସେଥିରେ 10 ଦିନ କିଆଁ ଚଳିଗଲା। ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝି ପାରିଥାନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ। ଘରେ କଂସା ବାସନ କିଛି ନାହିଁ। ହାତରେ ଗୋଟାଏ କଣା ଢାଳ ପଡ଼ିଲା। ସେଇଟା ଧରି ହରିସାହୁ ଦୋକାନକୁ ବାହାରିଲା। ହରିସାହୁ ଘର ଗ୍ରାମ ମଝିରେ। ତାର ରୀତିମତ ଦୋକାନ ନାହିଁ। ଚାଉଳ, ଡାଲି, ତେଲ ଲୁଣ ରଖିଥାଏ। କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି। କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରିସାହୁ ଦୁଆରେ ପହଞ୍ଚିଲା। ହରିସାହୁ ବୁଢ଼ୀ ହାତରେ ଢାଳଟା ଦେଖି ଅର୍ଥଟା ବେଶ୍ ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା, ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ। ଆଉ ଏହି କଣା ଢାଳଟି ରଖି କିଏ ଚାଉଳ ଦେବ? ହରି ଘରେ ଯେ ଚାଉଳ ନଥିଲା ତାହା ନୁହେଁ। ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବା କଥା।
ଚାଉଳ ନଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ'ଣ କରିବି? ଝିଅଟା ଜ୍ୱରରୁ ଉଠିଛି, ତା ମୁହଁରେ କ'ଣ ଦେବି? ଗଡ଼ିଏ ବସିଗଲା। ବେଳ ବୁଡ଼ି ଆସିଲାଣି। ହରିକୁ 2 ଥର ଅନାଇଲା। ଯାଏଁ ଝିଅଟା କ'ଣ କରୁଛି ଦେଖେ। ଢାଳଟି ଧରି ଉଠୁଛି। ହରି କହିଲା, ଦିଅ ଦିଅ ଢାଳଟା ଦିଅ, ଦେଖେ ଘରେ କ'ଣ ଅଛି। ହରି ଢାଳଟା ରଖି 4 ମାଣ ଚାଉଳ, ଅଧ ମାଣ ଜାଇ, କିଛି ଲୁଣ ଦେଲା। ବୁଢ଼ୀ 4-6 ଜାଗା ବସି ଉଠି ଘରେ ଆସି ପହଞ୍ଚିଲା। ଏପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତ କାଠି ବାଜି ନାହିଁ। ଦେହ ମନ କଥା କ'ଣ କହିବୁ? ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାର ବିଶ୍ୱାସ ରେବତୀ ଭଲ ହୋଇଗଲାଣି। ପାଣି କାଢ଼ିଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଡାକିଲା, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଜବାବ ନାହିଁ। ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ୁଛି। ଭୟାନକ ଯନ୍ତ୍ରଣା। ଦେହ କ୍ରମଶଃ ଶୀତଳ ହେଉଛି। ଜିଭ ଶୁଖିଲାଣି। ଭୟଙ୍କର ପିପାସା। ଜିଭଟା ଯେମନ୍ତ ଭିତରକୁ ଚାଲି ଯାଉଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା। ଘର ଯାକ ଛାଡ଼ି ବାହାରକୁ ଆସିଲା। ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା। ଦିନ ଶେଷ ହୋଇଗଲାଣି। ଖୁବ୍ ପବନ ବହୁଛି। ବାଡ଼ିକୁ ଆଉଜି ବସିଲା। ବାଡ଼କୁ ଆଉଜି ବସିଲା। ବାଡ଼ିଯାକ ଅନାଇଲା। ବାପା ଗଲା ବରଷ ଏହି କଦଳୀ ଗଛ ଲଗାଇଥିଲେ। ଭଣ୍ଡା ବାହାରିଲାଣି। 2 ବରଷ ତଳେ ମା ଗୋଟିଏ ପିଜୁଳି ଗଛ ବାଡ଼ିରେ ରୋଇଥିଲେ। ରେବତୀ ଧାଇଁ ଯାଇ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା। ସେ ଗଛଟା କେଡ଼େଟାଏ ହେଲାଣି। ଫୁଲ ଧରିଲାଣି। ସେ ଗଛ ଦେଖି ମା ମନରେ ପଡ଼ିଲେ। ବୁଦ୍ଧି ସ୍ଥିର ନାହିଁ। ମନ ଚଞ୍ଚଳ। ଲଗାଲଗି କିଛି କଥା ମନରେ ପଡ଼ୁନାହିଁ। ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡ଼ୁନାହିଁ। ସଞ୍ଜ ଗଡ଼ିଗଲାଣି। ଗଛ ମୂଳରୁ ଡାଳ ଉଢାଳରୁ ଅନ୍ଧାର ଗୁଡ଼ିକ ବାହାରି ବାଡ଼ି ପୂରିଗଲାଣି। ଆଉ କିଛି ଦିଶୁନାହିଁ। ଆକାଶକୁ ଚାହିଁଲା। ପହରକିଆ ତାରାଟିରୁ ଧକ୍ ଧକ୍ ହୋଇ କିରଣ ବାହାରୁଛି। ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି। ଆଖିରେ ଆଉ ପଲକ ପଡ଼ୁନାହିଁ। ତାରାର ଆକାର କ୍ରମଶଃ ବଢ଼ିଯାଉଛି। ଚକ୍ର ପରି ଆକାର ହୋଇଗଲାଣି। ଆହୁରି ବୃଦ୍ଧି। କ୍ରମଶଃ ଉଜ୍ଜ୍ୱଳ। ଆହା, ଏ କି ମୂର୍ତ୍ତି ତାରା ମଧ୍ୟରେ! ଶାନ୍ତଦାୟିନୀ, ପ୍ରେମମୟୀ, ଆନନ୍ଦମୟୀ ମା ତାଙ୍କର ଅଭୟ ମୂର୍ତ୍ତି ବସି ସେହିରେ କୋଳକୁ ନେବାକୁ ସକାଶେ ଡାକୁଛନ୍ତି। ଶାନ୍ତଦାୟିନୀ, ପ୍ରେମମୟୀ, ଆନନ୍ଦମୟୀ ମା ତାଙ୍କର ଅଭୟ ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବାକୁ ଡାକୁଛନ୍ତି। ମା 2 ଗୋଟି କିରଣ ହସ୍ତ ବଢ଼ାଇ ଦେଲେ। ସେହି କିରଣ ଦିଓଟି ଆସି 2 ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ। କେବଳ ନିଶ୍ୱାସ ଶବ୍ଦ। ସେ ଶବ୍ଦ କ୍ରମଶଃ ପ୍ରବଳ। ଖୁବ୍ ଦୀର୍ଘ ନିଶ୍ୱାସ। ଶେଷରେ ମା ମା 2 ଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ। ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା। କେହି ନାହିଁ। ଘରଯାକ, ବାହାର ଅଗଣା, ଢେଙ୍କି ତଳ, ଢେଙ୍କି ଲାଞ୍ଜି, କାହିଁ ନାହିଁ। ମନେକଲା ଜ୍ୱର ଭଲ ହୋଇଗଲାଣି। ବାଡ଼ିରେ ବୁଲୁଥିବ ସେହି ଡାକ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବାଡ଼ି ଦୁଆରକୁ ଗଲା। ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା। ପିଣ୍ଡାଟା ଭୂମିଠାରୁ 2 ହାତ ଉଚ୍ଚ, ହାତେ ଚଉଡ଼ା। ମଲା, ତୁ ଏଇଠି ବସିଛୁ? ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା। ଆଉ ଥରେ ଭଲ କରି ଗୋଡ଼ଠାରୁ ମୁଣ୍ଡ ଯାକେ ହାତ ବୁଲାଇଲା। ନାକରେ ହାତ ଦେଇ ଗୋଟିଏ ଉତ୍କଟ ଶବ୍ଦ କଲା। ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲ୍ ଦାଲ୍ ଶବ୍ଦ। ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖି ନାହାନ୍ତି। ପଡ଼ୋଶୀମାନେ ରାତି ପ୍ରହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ। ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଏହା ହିଁ ଥିଲା କଥା ସମ୍ରାଟ ଫକୀର ମୋହନଙ୍କର ରେବତୀ ଗଳ୍ପ। ଏହି ରେବତୀ ଗଳ୍ପ ମାଧ୍ୟମରେ ପୁରୁଣା କାଳରେ ସେହି ସମୟରେ ପାଠ ପଢ଼ିବା ଝିଅକୁ କେତେ ବାରଣ କରାଯାଉଥିଲା ପାଠ ପଢ଼ିବାରୁ। ସେହି ସମୟର ପୁରପଲ୍ଲୀରେ ଥିବା ଅନ୍ଧବିଶ୍ୱାସ ଏବଂ ଏହିପରି ଏକ ଅନ୍ଧ ଧାରଣାକୁ
ନିଜର ଗଳ୍ପ ମାଧ୍ୟମରେ ପ୍ରତିଫଳିତ କରିଛନ୍ତି କଥା ସମ୍ରାଟ ଫକୀରମୋହନ ସେନାପତି। ତାଙ୍କର ଏହି ଗପରୁ ଆମେ ସେହି ସମୟର ସମାଜ ଏବଂ ସେ ସମୟର ପାଠ ପ୍ରତି ଥିବା ଘୃଣା ଏବଂ ଝିଅମାନଙ୍କୁ କେତେ ଛୋଟ ନଜରରେ ଦେଖାଯାଉଥିଲା ସେ ସମ୍ବନ୍ଧରେ ଆମେ ଧାରଣା ପାଉଛେ ଏବଂ ସ୍ୱାଧୀନତାର ବର୍ତ୍ତମାନ ମୂଲ୍ୟବୋଧ କ'ଣ ସେଇଟା ଜାଣିପାରୁଛେ। ସେ ଆମର ଓଡ଼ିଆ ଭାଷାକୁ ବଞ୍ଚାଇ ରଖିଥିଲେ। ଓଡ଼ିଆ ଭାଷା ବଞ୍ଚାଇ ରଖିବାକୁ ବହୁତ ସଂଗ୍ରାମ ମଧ୍ୟ କରିଥିଲେ ଜୀବନର ଶେଷ ପର୍ଯ୍ୟନ୍ତ। ଯଦି ଆପଣମାନଙ୍କୁ ଆମର ଏହି ଗଳ୍ପ ଭିଡ଼ିଓଟି ଭଲ ଲାଗୁଛି, ଗଳ୍ପ ଶୁଣିବାକୁ ଭଲ ଲାଗୁଛି, ତେବେ ତାହେଲେ ସମସ୍ତ ଗପ ଶୁଣିବା ପାଇଁ ଆମ ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।